हेलो स्टूडेंट्स। तो आज आमे +3 फोर्थ सेमिस्टर एजुकेशन ऑनर्स मेजर पेपर 8 बा कोर पेपर 8 यूनिट 1 लो आज आमे सिलेक्टेड शॉर्ट क्वेश्चन 2 मार्किया एवं 5 मार्किया क्वेश्चन आंसर डिस्कस करबे अकॉर्डिंग योर एनईपी सिलेबस अनुसार। तो वीडियो को स्किप न करी समस्ते पेशेंसली देखो एवं निश्चित रूपे क्लास टी सांग मानू शेयर करो ଯାହାଫଳରେ ସେମାନେ କ୍ଲାସ୍ ଆଟେଣ୍ଡ କରିପାରିବେ। କାହିଁକିନା ଏନ୍ଇପି ସିଲାବସ୍ ଅନୁସାରେ ୟୁଟ୍ୟୁବରେ ଭିଡ଼ିଓ ବହୁତ କମ୍ ନାହିଁ କହିଲେ ଚଳେ। ତ ସେମାନେ କ୍ଲାସ୍ ଗୁଡ଼ିକ ଆଟେଣ୍ଡ କରିପାରିବେ। ତ ପ୍ରଥମ କ୍ୱେଶ୍ଚନ୍ କ'ଣ ଆସୁଛି, କେଉଁ ବୟସକୁ ଫର୍ମେଟିଭ୍ ବୟସ କୁହାଯାଏ? ତ ଜନ୍ମରୁ 6 ବର୍ଷକୁ ଆମେ ଫର୍ମେଟିଭ୍ ବୟସ କହିବା। ଦ୍ୱିତୀୟ କ୍ୱେଶ୍ଚନ୍ କ'ଣ ଆସୁଛୁ, ଇସିସିଇର ପୁରା ନାମଟି କ'ଣ? ଏୟାରଲି ଚାଇଲ୍ଡହୁଡ୍ କେୟାର ଆଣ୍ଡ ଏଜୁକେସନ୍, ଚାଇଲ୍ଡହୁଡ୍। ନେକ୍ସଟ କ୍ୱେଶ୍ଚନ୍ 3 ନମ୍ବରକୁ ଆସିବା, HRDର ପୁରା ନାମଟି କ'ଣ? ହ୍ୟୁମାନ୍ ରିସୋର୍ସ ଡେଭଲପମେଣ୍ଟ। ଓକେ, ନେକ୍ସଟ କ୍ୱେଶ୍ଚନ୍ ଆସିବା, ଇସିସିଇ 3ଟି ପଦକୁ ନେଇ ଗଠିତ ଯଥା ପ୍ରାକ୍ ବାଳୁତ ଡେସ୍ ଏବଂ ଡେସ୍, ପ୍ରାକ୍ ବାଳୁତ ଆଉ ଗୋଟେ ଯତ୍ନ ଶିକ୍ଷା। ନେକ୍ସଟ କ୍ୱେଶ୍ଚନ୍, ପ୍ରାକ୍ ବାଳୁତ ଡେସ୍ ବର୍ଷ ବ୍ୟାପ୍ତ ଜନ୍ମଠାରୁ 6 ବର୍ଷ ହେଉଛି ପ୍ରାକ୍ ବାଳୁତ ବର୍ଷ। ନେକ୍ସଟ କ୍ୱେଶ୍ଚନ୍, ଇସିସିଇ ସହାୟକ ଡେସ୍ ଶିଶୁ ବିକାଶ ନା ପ୍ରାକ୍ ଶିକ୍ଷଣ ଶିଶୁ ବିକାଶ। ନେକ୍ସଟ କ୍ୱେଶ୍ଚନ୍, ଭାଷା ବିକାଶ ସୂଚିତ କରେ ଡେସ୍ ଏବଂ ଡେସ୍ ଯୋଗାଯୋଗ ଏବଂ ଭାବନାର ପରିପ୍ରକାଶକୁ ସୂଚିତ କରେ। କୋଉଟା ନା ଭାଷା ବିକାଶ। ନେକ୍ସଟ କ୍ୱେଶ୍ଚନ୍, ଶାରୀରିକ ଗତିଶୀଳତା ବିକାଶ ଡେସ୍ ଓ ଡେସ୍ ବିକାଶ ସଂଶ୍ଳିଷ୍ଟ ନା ଅସ୍ଥିମଜ୍ଜା ଓ ଚକ୍ଷୁ ହାଡ଼ ବିକାଶ ସଂଶ୍ଳିଷ୍ଟ। ନେକ୍ସଟ କ୍ୱେଶ୍ଚନ୍, ଡେସ୍ ଏବଂ ଡେସ୍ ହେଉଛି ସବୁଠାରୁ ସୁନ୍ଦର ଗତିଶୀଳତାର ଉଦାହରଣ ନା ଚାଲିବା ଓ ଦୌଡ଼ିବା ହେଉଛି ସବୁଠାରୁ ଗତିଶୀଳତାର ଉଦାହରଣ। ନେକ୍ସଟ କ୍ୱେଶ୍ଚନ୍ ଆସିବ କ୍ୱେଶ୍ଚନ୍ ନମ୍ବର 7କୁ ଆସିବା, ଇସିସିଇ ସେବା ଡେସ୍ ଡେସ୍। ଇସି ସେବା ହେଉଛି ସରକାରୀ ଏବଂ ବେସରକାରୀ ଆଉ କୋଉଠି ମିଳିଥାଏ ନା ଏନଜିଓରେ ମଧ୍ୟ ମିଳିଥାଏ। କ'ଣ? ଇସିସିଇ ସେବାଟା ଯୋଉଟା ଇୟରଲି ଚାଇଲ୍ଡହୁଡ୍ କେୟାର ଆଣ୍ଡ ଏଜୁକେସନଟା ସରକାରୀ ବି ଦେଇଥାଏ, ବେସରକାରୀ ଦେଇଥାଏ। ତା ସହିତ ଏନଜିଓ ସଂସ୍ଥା ଗୁଡ଼ିକ ମଧ୍ୟ ଶିଶୁମାନଙ୍କୁ ସହାୟତା କରିଥାନ୍ତି। ନେକ୍ସଟ କ୍ୱେଶ୍ଚନ୍, ପ୍ରାଥମିକ ବିଦ୍ୟାଳୟ ପାଇଁ ଡେସ୍ ସହଯୋଗିତା ଯୋଜନା ସଂସ୍ଥା ICDS। ନେକ୍ସଟ କ୍ୱେଶ୍ଚନ୍, ଡେସ୍ ଶିଶୁ ଯତ୍ନ ଶିକ୍ଷଣ ନିଶ୍ଚିତ କରାଏ ନା ଇସିସିଇ। ନେକ୍ସଟ କ୍ୱେଶ୍ଚନ୍ ଆସିବ କ'ଣ? ବିକାଶ ବିଳୟ ପାଇଁ ଡେସ୍ ଓ ଡେସ୍ ଦାୟୀ, ବଂଶଗତ ଓ ଅସୁସ୍ଥତା ଦାୟୀ। ନେକ୍ସଟ କ୍ୱେଶ୍ଚନ୍, ଡେସ୍ ମସିହାରେ ICDS ପ୍ରତିଷ୍ଠା ହେଲା 1975 ମସିହାରେ। ନେକ୍ସଟ କ୍ୱେଶ୍ଚନ୍, ଡେସ୍ ଓ ଡେସ୍ ଇସିସିଇ ବୃଦ୍ଧି ଘଟାଏ ICDS ଇସିସିଇ ପଲିସି 2013। ନେକ୍ସଟ କ୍ୱେଶ୍ଚନ୍, ଡେସ୍ ଲକ୍ଷ୍ୟ ଗୁଣାତ୍ମକ ପ୍ରାକ୍ ବାଳୁତ ବିକାଶ ଓ ପ୍ରାକ୍ ମାଧ୍ୟମିକ ଶିକ୍ଷା ପ୍ରସ୍ତୁତ କରାଏ ଚିରନ୍ତନ ବିକାଶ ଲକ୍ଷ୍ୟ। ନେକ୍ସଟ କ୍ୱେଶ୍ଚନ୍ ନମ୍ବର ହେଉଛି ଗୋଟିଏ ଶବ୍ଦ ଉତ୍ତର ଦିଅ। କେଉଁଠି ଗୁଣାତ୍ମକ ପ୍ରାକ୍ ବାଳୁତ ଶିକ୍ଷା ବିକାଶ ଏବଂ ପ୍ରାକ୍ ପ୍ରାଥମିକ ଶିକ୍ଷାରେ ପ୍ରବେଶ ସହାୟକ ହୁଏ ଚିରନ୍ତନ ବିକାଶ। ନେକ୍ସଟ କ୍ୱେଶ୍ଚନ୍ ଯିବା 2 ନମ୍ବରକୁ ଆସିବା, କେବେ ICDS ପ୍ରତିଷ୍ଠା ଲାଭ କଲା? 1975 ମସିହାରେ। ନେକ୍ସଟ କ୍ୱେଶ୍ଚନ୍, ନ୍ୟାସନାଲ ଇଇସି ପଲିସି କେବେ କାର୍ଯ୍ୟକାରୀ ହେଲା? 2013। that's important। ନେକ୍ସଟ କ୍ୱେଶ୍ଚନ୍, କେଉଁଠି ଶିଶୁମାନଙ୍କ ଶିକ୍ଷା ସହ ସଂଶ୍ଳିଷ୍ଟ ନା ଚିରନ୍ତନ ବିକାଶ ଲକ୍ଷ୍ୟ ହେଉଛି ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ। ନେକ୍ସଟ କ୍ୱେଶ୍ଚନ୍, କେଉଁଠି ଶିଶୁ ଔପଚାରିକ ଶିକ୍ଷଣ ପାଇଁ ପ୍ରସ୍ତୁତ କରାଏ ନା ଇସିସିଇ। ନେକ୍ସଟ ଆସିବା
ଭାଷା ବିକାଶ କେଉଁଥିପାଇଁ ସହାୟକ? ବୋଧଗମ୍ୟ ଓ ଭାଷାର ବ୍ୟବହାର ହେଉଛି କ'ଣ? ଭାଷା ବିକାଶର ସହାୟକ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ, ଜ୍ଞାନାତ୍ମକ ବିକାଶ କଗ୍ନିଟିଭ୍ ଡେଭଲପମେଣ୍ଟ କେଉଁଥିପାଇଁ ସହାୟକ ହୋଇଥାଏ? ସ୍ମରଣ, ବୁଝିବା, କଳ୍ପନା ଓ ସିଦ୍ଧାନ୍ତ ନେବା ଜ୍ଞାନାତ୍ମକ ବିକାଶ ସହାୟକ ହୋଇଥାଏ। ନେକ୍ସଟ ଦୁନିଆ କ୍ୱେଶ୍ଚନ ଆସିବା। ଦୁନିଆ କ୍ୱେଶ୍ଚନ କ'ଣ କହୁଛି ନା ପ୍ରାକ୍ ବିଦ୍ୟାଳୟ ଶିକ୍ଷା କ'ଣ? ପ୍ରାକ୍ ବିଦ୍ୟାଳୟ ଶିକ୍ଷା କ'ଣ? ହ୍ୱାଟ ଇଜ୍ ପ୍ରି ସ୍କୁଲ ଏଜୁକେସନ? ଏସବୁ ଦୁନିଆରେ କ୍ୱେଶ୍ଚନ। ତ ଡିସ୍କସ୍ କଲେ ଅଧିକ ଟାଇମ୍ ଯିବ। ତ ଧୀରେ ଧୀରେ ମୁଁ ସ୍କୋର କରି ଯାଉଛୁ ଭିଡ଼ିଓଟିକୁ ଷ୍ଟପ୍ କର, ପଢ଼ିନିଅ କିମ୍ବା ସ୍କ୍ରିନଶଟ୍ଟି ନେଇପାର। ଦ୍ୱିତୀୟ କ୍ୱେଶ୍ଚନ କ'ଣ ଆସୁଛୁ? ଆଦ୍ୟ ଶୈଶବ ଯତ୍ନ କ'ଣ? ଆଦ୍ୟ ଶୈଶବ ଯତ୍ନ କ'ଣ? ECCE ର ଗୁରୁତ୍ୱ କ'ଣ ଲେଖ? ଏସତ ଗୁରୁତ୍ୱ ଦେଇଛି। ECCE ର ଉଦ୍ଦେଶ୍ୟ କ'ଣ? ନା ଏ ପର୍ଯ୍ୟାୟରେ କ'ଣ ହେଉଛି ନା ପିଲାମାନେ ନିରାପଦ ଓ ସୁରକ୍ଷା ଆଶା ରଖନ୍ତି। ପିଲାମାନଙ୍କୁ ସୁଷମ ଖାଦ୍ୟର ଆବଶ୍ୟକ ପଡ଼ିଥାଏ। ଏସବୁ ଦ୍ୱିମାର୍କିଆ କ୍ୱେଶ୍ଚନ। ପ୍ରାକ୍ ବିଦ୍ୟାଳୟ ଶିକ୍ଷା କ'ଣ? ହ୍ୱାଟ ଇଜ୍ ପ୍ରି ସ୍କୁଲ ଏଜୁକେସନ? ରିଫିଲାଲ ସେବା କ'ଣ? ହ୍ୱାଟ ଇଜ୍ ରିଫିଲାଲ ସର୍ଭିସ? ECCE ର ଉପାଦାନ ଗୁଡ଼ିକ କ'ଣ? ଉପାଦାନ ହେଉଛି ଏଗୁଡ଼ିକ ଉପାଦାନ। ଏବେ ଆସିଲେ 5 ମିନିଟିଆ କ୍ୱେଶ୍ଚନ। ପ୍ରାକ୍ ଶୈଶବ ଯତ୍ନ ଏବଂ ଶିକ୍ଷାର ଆଲୋଚନା କର। ଡିସ୍କସ୍ ECCE ଏବଂ ଏଜୁକେସନ। ପ୍ରାକ୍ ଶୈଶବ ଯତ୍ନ ଏବଂ ଶିକ୍ଷା କ'ଣ? ଦ୍ୱିତୀୟ କ୍ୱେଶ୍ଚନ କ'ଣ ଆସୁଛୁ? ପ୍ରାକ୍ ଶୈଶବ ଯତ୍ନ ଏବଂ ଶିକ୍ଷାର ଗୁରୁତ୍ୱ ବିଷୟରେ ସଂକ୍ଷେପରେ ବିଶ୍ଳେଷଣ କର। ବ୍ରିଫଲି ଏକ୍ସପ୍ଲେନ୍ ଇମ୍ପୋର୍ଟାନ୍ସ ଅଫ୍ ECCE and education। ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷାର ଉଦ୍ଦେଶ୍ୟକୁ ସଂକ୍ଷେପରେ ବିଶ୍ଳେଷଣ କର ବା ଏକ୍ସପ୍ଲେନ୍ କର। ସମସ୍ତେ ଗୋଟେ କମେଣ୍ଟ କର, କୋଉ ଡିଷ୍ଟ୍ରିକ୍ଟର ପିଲା, କୋଉ କ୍ଲାସ୍ କରିବା, କ୍ଲାସ୍ଟି କେମିତି ଲାଗିଲା ସେସବୁ ବାବଦରେ ନିଶ୍ଚିତ ରୂପେ ଗୋଟେ କମେଣ୍ଟ କର, ଯାହାକି ମୋତେ ଇନ୍ସପାୟାର କରିଥାଏ ନେକ୍ସଟ ଭିଡ଼ିଓ ବନେଇବା ପାଇଁ। ଥ୍ୟାଙ୍କ ୟୁ ଅଲ୍।